ଆଦ୍ରିକା ମଦ ପିଇକରି ଆସିବ, ସାନ୍ଭି ସହିତ ଝଗଡ଼ା ସୃଷ୍ଟି କରିବ। ତୁ ମୋତେ ଅର୍ଡ଼ର ଦେବୁ। ତୁ ମୋର ପାଦର ଚପଲ ସହିତ ସରି ନୁହେଁ। ତୁ ଜମା ବି ମୋତେ ଅଟକାଇ ପାରିବୁ ନାହିଁ, ନହେଲେ ବହୁତ ପରିଣାମ ଭୋଗିବାକୁ ପଡ଼ିବ। ସାନ୍ଭି ମଦ ପିଇବା ଅବସ୍ଥାକୁ ଦେଖି କହିବ, ଏହି ମଦ ପିଇବା ଅବସ୍ଥାକୁ ସମସ୍ତେ ଦେଖିଲେ ବହୁତ ଖରାପ ଭାବିବେ। ମୋତେ ସ୍ୱୟଂ ସାର୍ ଇଜ୍ଜତକୁ ବଞ୍ଚାଇବାକୁ ହେବ। ମୋତେ ଏହି ଆଦ୍ରିକାକୁ ଗେଷ୍ଟ ରୁମ୍ରେ ନେଇକରି ରେଷ୍ଟ ନେବାକୁ ପଡ଼ିବାକୁ ପଡ଼ିବ। ତାହାପରେ ଆଦ୍ରିକାର ମା ବାପା ଆଦ୍ରିକାକୁ ଖୋଜିବାକୁ ଚେଷ୍ଟା କରିବେ। ଆମେମାନେ ଏତେ ବେଳ ହେଲା ଆଦ୍ରିକାକୁ ଦେଖୁନାହୁଁ, କୁଆଡ଼େ ଗଲା? ତାହାପରେ ଘରର ସିସି କ୍ୟାମେରା ଚେକ୍ କରିବେ। ଆଦ୍ରିକା ଘରରୁ ବାହାରକୁ ଯାଇଛି କି ନାହିଁ। ସିସି କ୍ୟାମେରାରେ ଦେଖିବେ ସମସ୍ତ ପରିବାର ଲୋକ ମାନ୍ଭି ଏବଂ ଆଦ୍ରିକା ଝଗଡ଼ା ଲାଗୁଥିବେ। ଏହିସବୁ ଦେଖିକରି କହିବେ, ଏହିସବୁ ଇଭେଣ୍ଟ ପ୍ଲାନର। ଇଏ ବୋଧେ ଟଙ୍କା ଲୋଭରେ ଆମରି ଝିଅକୁ କିଡନାପ କରି ନେଇଛି। ତାହାପରେ ସାନ୍ଭିକୁ ସମସ୍ତ ପରିବାର ଲୋକ ଆଖି ଉଠାଇକରି ସମସ୍ତ ଲୋକ ଦେଖିବେ। ଆଜିର ବିଭୂତି ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଏମିତି ଫୁଲ୍ ଏପିସୋଡ଼ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ସୁନେନାର ସୁନା ଝିଅ ସର୍ବପ୍ରଥମେ ଆପଣମାନେ ଦେଖିପାରିବେ।